ତୁମ ଫୋନରେ 100ଟା ନମ୍ବର ଥାଇପାରେ, ସୋସିଆଲ ମିଡ଼ିଆରେ 1000 ଫଲୋଅର୍ସ ଥାଇପାରନ୍ତି, କିନ୍ତୁ ରାତି 2ଟା ବେଳେ ତୁମେ ବସି କାନ୍ଦୁଥାଅ, ସେତେବେଳେ କେତେ ଜଣ ତୁମ ଫୋନ୍ ଧରିବେ କହିପାରିବ କି? ସେତେବେଳେ ସେହି ଲୋକମାନେ ହିଁ ତୁମର ପ୍ରକୃତ ବନ୍ଧୁ ବୋଲି ଜଣାପଡ଼ିବ। ଆଜିର ଦୁନିଆରେ ବନ୍ଧୁ ବନେଇବା ସହଜ ହେଇଗଲାଣି, କିନ୍ତୁ ପ୍ରକୃତ ବନ୍ଧୁ ମିଳିବା ବହୁତ କଷ୍ଟକର। ଜୀବନ ମୋତେ ଗୋଟିଏ କଥା ଶିଖେଇଛି, ଭଲ ସମୟରେ ସମସ୍ତେ ତୁମ ପାଖରେ ରହିବେ, ତୁମେ ସଫଳ ହେଲେ ସମସ୍ତେ ତୁମକୁ ଅଭିନନ୍ଦନ କରିବେ, ସ୍ୱାଗତ ଜଣାଇବେ, କିନ୍ତୁ ଯେତେବେଳେ ତୁମେ ଦୁଃଖରେ ଭାଙ୍ଗି ପଡ଼ିବ, ତୁମେ ହାରି ଯାଇଥିବ, ସେତେବେଳେ ଜଣାପଡ଼ିବ କିଏ ସତରେ ତୁମର ପ୍ରକୃତ ବନ୍ଧୁ ଥିଲା। ପ୍ରକୃତ ବନ୍ଧୁ ତୁମର ଟଙ୍କାକୁ ଭଲ ପାଏନି, ତୁମର ସିଚୁଏସନକୁ ଭଲ ପାଏନି, ସେ ତୁମକୁ ଭଲ ପାଏ। ସେ ତୁମର ସଫଳତାରେ ଈର୍ଷା କରେନି, ତୁମର ବିଫଳତାରେ ତୁମକୁ ଛାଡ଼ି ଚାଲିଯାଏନି, ସେ ତୁମର ଭୁଲ କହିବାକୁ ଡରେନି, କାରଣ ପ୍ରକୃତ ବନ୍ଧୁ ସବୁବେଳେ ତୁମର ଭଲ ଚାହେଁ। ତୁମେ ଥରେ ଭାବି ଦେଖ, ତୁମର ପାଖରେ 100ଟା ନମ୍ବର ଅଛି, 100 ଜଣ ବନ୍ଧୁ ଅଛନ୍ତି, ପ୍ରତିଦିନ ମେସେଜ ଆସେ, ପ୍ରତିଦିନ କଲ୍ ଆସେ, ପ୍ରତିଦିନ ମଜା ହସ ଖୁସିରେ ବିତିଯାଏ, କିନ୍ତୁ ଗୋଟିଏ ଦିନ ତୁମର ଜୀବନରେ ବଡ଼ ସମସ୍ୟା, ବଡ଼ ଦୁଃଖ ଆସିଗଲା, ଚାକିରି ଚାଲିଗଲା, ଟଙ୍କା ବି ସରିଗଲା, ତୁମର ମନ ବି ଭାଙ୍ଗିଗଲା। ଏବେ ସେହି 100 ଜଣଙ୍କ ମଧ୍ୟରୁ କେତେ ଜଣ ତୁମ ଘରକୁ ଆସି କହିବେ, ସାଙ୍ଗ ମୁଁ ଅଛି, ତୁ ଡରେନା? ଏମିତି କେତେ ଜଣ ଲୋକ କହିବେ ତୁମକୁ? ଏହି ଉତ୍ତର ହିଁ କହିଦେବ ତୁମର ପ୍ରକୃତ ବନ୍ଧୁ କିଏ। ଆଜିକାଲି ଅନେକ ଲୋକ ବନ୍ଧୁ ହୁଅନ୍ତି, ସାଙ୍ଗ ହୁଅନ୍ତି, କେବଳ ସ୍ୱାର୍ଥ ପାଇଁ। ତୁମର ସଫଳତା ଦେଖି ତୁମ ସହ ଫଟୋ ଉଠେଇବେ, କିନ୍ତୁ ବିପଦ ବେଳେ ଧୀରେ ଧୀରେ ଦୂରେଇ ଯିବେ। ଏହା ପ୍ରକୃତ ବନ୍ଧୁତା କି? ଏହା ପ୍ରକୃତ ବନ୍ଧୁତା ନୁହେଁ, ଏହା କେବଳ ସୁବିଧାର ସମ୍ପର୍କ। ଏହା କେବଳ ସୁବିଧାର ସମ୍ପର୍କ। ଯୀଶୁ ମଧ୍ୟ ତାଙ୍କ ଶିଷ୍ୟମାନଙ୍କୁ କେବଳ ଅନୁସରଣକାରୀ ବୋଲି ଡାକି ନଥିଲେ। ସେ କହିଥିଲେ, ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଅଛି, କାରଣ ପ୍ରକୃତ ବନ୍ଧୁ ତୁମକୁ କେବଳ ଖୁସି ଦିଏ ନାହିଁ, ସତ୍ୟ ପଥ ମଧ୍ୟ ଦେଖାଏ। ସେଥିପାଇଁ ଏମିତି ବନ୍ଧୁକୁ ବାଛ, ଯିଏ ତୁମକୁ ପାପ ଆଡ଼କୁ ନୁହେଁ, ପରମେଶ୍ୱରଙ୍କ ଆଡ଼କୁ ନେଇ ଯାଉଥାଏ, ଯିଏ ତୁମ ସ୍ୱପ୍ନକୁ ଭାଙ୍ଗେ ନାହିଁ, ବରଂ ତୁମକୁ ସାହସ ଦିଏ, ଯିଏ ତୁମ ଅନୁପସ୍ଥିତିରେ ମଧ୍ୟ ତୁମର ବିଷୟରେ ଭଲ କଥା କହେ। ମନେ ରଖ, ବନ୍ଧୁର ସଂଖ୍ୟା ନୁହେଁ, ବନ୍ଧୁର ସତ୍ୟତା ହିଁ ଜରୁରୀ ଅଟେ। ଛୋଟ କାହାଣୀ କହିବାକୁ ଚାହିଁବି। ଗୋଟେ ଗାଁରେ 2 ଜଣ ସାଙ୍ଗ ରହୁଥିଲେ। ସେମାନେ ସବୁବେଳେ ଏକାଠି ରହୁଥିଲେ, ଏକାଠି ଖାଉଥିଲେ, ଏକାଠି ହସୁଥିଲେ, କିନ୍ତୁ ଗୋଟିଏ ଦିନ ସେମାନଙ୍କ ମଧ୍ୟରୁ ଜଣଙ୍କ ଜୀବନରେ ବଡ଼ ବିପଦ ଆସି, ସେ ଚାକିରି ଛାଡ଼ିଦେଲା, ତାର ଟଙ୍କା ମଧ୍ୟ ସରିଗଲା। ସେ ଭାବିଲା, ଏବେ ମୋ ପାଖରେ କେହି ରହିବେ ନାହିଁ, କିନ୍ତୁ ତାର ସେହି ବନ୍ଧୁ ଆସି କେବଳ ଗୋଟିଏ କଥା କହିଲା,
ତୋ ପାଖରେ ଟଙ୍କା ନଥିଲେ କ'ଣ ହେଲା, ଆଜି ଟଙ୍କା ନଥାଇପାରେ, କିନ୍ତୁ ମୁଁ ସବୁବେଳେ ତୋ ସହିତ ଅଛି। ପ୍ରକୃତ ବନ୍ଧୁ ତୁମ ସମସ୍ୟାକୁ ସବୁବେଳେ ସମାଧାନ କରିବେ ନାହିଁ, କିନ୍ତୁ ସେ ତୁମକୁ କେବେ ଏକା ଛାଡ଼ିଯିବେ ନାହିଁ। ବାଇବଲ କୁହେ, ଜଣେ ପ୍ରକୃତ ବନ୍ଧୁ ସବୁ ସମୟରେ ଭଲ ପାଏ। ଏହାର ଅର୍ଥ ପ୍ରକୃତ ବନ୍ଧୁ ତୁମର ଭଲ ସମୟରେ ନୁହେଁ, ତୁମର ଖରାପ ସମୟରେ ମଧ୍ୟ ତୁମ ପାଖରେ ଛିଡ଼ା ହୋଇ ରହିଥାଏ। ତୁମକୁ ଗୋଟିଏ କଥା ପଚାରିବି, ତୁମେ ଏବେ ପର୍ଯ୍ୟନ୍ତ ଜଣେ କେମିତି ବନ୍ଧୁ ଅଟ? ତୁମେ କେମିତି ବନ୍ଧୁ ଅଟ? ଆମେ ସବୁବେଳେ କହୁ, ମୋତେ ଆଜି ପର୍ଯ୍ୟନ୍ତ ଗୋଟିଏ ପ୍ରକୃତ ବନ୍ଧୁ ମିଳିପାରି ନାହିଁ। କିନ୍ତୁ କେବେ ନିଜକୁ ପଚାରିଛ କି, ମୁଁ ଜଣେ କାହାର ପ୍ରକୃତ ବନ୍ଧୁ ହେଇ ରହିଛି କି? ତୁମର ବନ୍ଧୁ କାନ୍ଦୁଥିଲେ ତୁମେ କେବେ ତାଙ୍କ ପାଖରେ ବସିଛ କି? ତାଙ୍କ କଥା ଶୁଣିଛ କି କେବେ? ତାଙ୍କ ପାଇଁ କେବେ ଦିନେ ହେଲେ ପ୍ରାର୍ଥନା କରିଛ କି? ଯୀଶୁ କେବଳ ବନ୍ଧୁତା ବିଷୟରେ ଶିଖାଇ ନଥିଲେ, ସେ ନିଜ ଜୀବନ ଦେଇ ଦେଖାଇଥିଲେ ଯେ ସେ ତାଙ୍କ ସାଙ୍ଗମାନଙ୍କୁ କେବେ ଛାଡ଼ି ଯାଇନଥିଲେ। ସେଥିପାଇଁ ଯଦି ତୁମେ ପ୍ରକୃତ ବନ୍ଧୁ ଖୋଜୁଛ, ପ୍ରଥମେ ନିଜେ ପ୍ରକୃତ ବନ୍ଧୁ ହେଇ ଦେଖାଅ। ଯେଉଁଠାରେ ସମସ୍ତେ ଛାଡ଼ି ଯାଆନ୍ତି, ସେଠାରେ ତୁମେ ସାଥୀ ହୁଅ। ଯେଉଁଠାରେ ସମସ୍ତେ ନିନ୍ଦା କରନ୍ତି, ସେଠାରେ ତୁମେ ସାହସ ଦିଅ। କାରଣ ପ୍ରକୃତ ବନ୍ଧୁ କେବଳ ସାଥୀ ନୁହେଁ, ସେ ଅନ୍ଧକାରରେ ଆଲୋକ ହେଇଯାଏ। ଏହି ଭିଡ଼ିଓ ଦେଖୁଥିବା ପ୍ରତ୍ୟେକ ଲୋକଙ୍କୁ ମୁଁ ଗୋଟିଏ କଥା ଦେଉଛି, ଆଜି ହିଁ ତୁମର ସେହି ପ୍ରକୃତ ବନ୍ଧୁକୁ ଫୋନ୍ କର। ତାଙ୍କୁ କୁହ, ଧନ୍ୟବାଦ ସାଙ୍ଗ, ତୁମେ ଆଜି ପର୍ଯ୍ୟନ୍ତ ମୋ ଜୀବନରେ ଅଛ। ହୁଏତ ଏଇ ଗୋଟିଏ କଥା ତାଙ୍କ ଦିନକୁ ବଦଳାଇ ଦେବ। ଆଜିର ଏହି ଭିଡ଼ିଓ ଶେଷ କରିବା ପୂର୍ବରୁ ମୁଁ ତୁମକୁ ଗୋଟିଏ କଥା କହିବାକୁ ଚାହୁଁଛି। ଜୀବନରେ ଟଙ୍କା ହରାଇଦେଲେ ପୁଣି ଟଙ୍କା କମାଇ ପାରିବ। ଚାକିରି ହରାଇଦେଲେ ପୁଣି ଚାକିରି ପାଇପାରିବ। କିନ୍ତୁ ପ୍ରକୃତ ବନ୍ଧୁ ଚାଲିଗଲେ ସେହି ଶୂନ୍ୟସ୍ଥାନ ପୂରଣ କରିବାକୁ ବହୁତ କଷ୍ଟକର ହେଇଥାଏ। ସେଥିପାଇଁ ଯେଉଁମାନେ ତୁମ ଖରାପ ସମୟରେ ତୁମ ସହ ଛିଡ଼ା ହେଇଥିଲେ, ସେମାନଙ୍କୁ କେବେ ଭୁଲିବନି। ତାଙ୍କର ମୂଲ୍ୟକୁ ବୁଝିବାକୁ ଚେଷ୍ଟା କର। ଯୀଶୁ କହିଥିଲେ, ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣ ଦେବାଠାରୁ ବଡ଼ ପ୍ରେମ ଆଉ କିଛି ନାହିଁ। ଏହି ବାକ୍ୟ ଆମକୁ ଶିଖାଏ, ପ୍ରକୃତ ବନ୍ଧୁତା କେବଳ ହସିବାରେ ନୁହେଁ, ପ୍ରକୃତ ବନ୍ଧୁତା ତ୍ୟାଗରେ ଅଛି। ଆଜି ମାତ୍ର ଗୋଟିଏ କାମ କର, ତୁମର ସେହି ଜଣେ ପ୍ରକୃତ ବନ୍ଧୁକୁ ଗୋଟିଏ ମେସେଜ ପଠାଅ। ଧନ୍ୟବାଦ ସାଙ୍ଗ, ତୁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ ଅଛୁ। ହୁଏତ ସେହି ଗୋଟିଏ ମେସେଜ ତାଙ୍କ ଆଖିରେ ଖୁସିର ଲୁହ ଆଣିଦେବ। ଲୋକପ୍ରିୟ ବନ୍ଧୁ ନୁହେଁ, ପ୍ରକୃତ ବନ୍ଧୁକୁ ବାଛ। ପରମେଶ୍ୱର ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।